ବିଲଣା ସହଯୋଗ ଉଚ୍ଚ ବିଦ୍ୟାଳୟରେ 2010 ମସିହା ମେଟ୍ରିକ୍ ବ୍ୟାଚ୍ ଛାତ୍ରମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ମିଳନ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାୟକ ସଭାପତିତ୍ୱ କରିଥିଲା ବେଳେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଏବଂ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ଦେଇଥିଲେ। 2010 ମସିହାର ବ୍ୟାଚ୍ର ଛାତ୍ର ଶତ୍ରୁଘ୍ନ ପ୍ରତି ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଜୀବନରେ ଶୃଙ୍ଖଳିତ ଏବଂ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ 2010 ମସିହାର ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ଭଦ୍ରକରୁ ହେମନ୍ତ ମହାଳିକ ରିପୋର୍ଟ, OTN TV। ଏବଂ ସମସ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ସହକର୍ମୀ ଆଜିକାର ସଭାରେ ସବୁ ପିଲାମାନେ ଏତେ କଷ୍ଟ କରି ଆମକୁ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ଆଶା କରିନଥିଲି ଯେ ଏତେ ବର୍ଷ ପରେ ଏମାନଙ୍କ ସହିତ ଦେଖା ହେବ ଆଉ ମୋର ସବୁ ଷ୍ଟାଫ୍ ମାନଙ୍କ ସହିତ ଦେଖା ହେବ। ମୋତେ ବହୁତ ଖୁସି ଲାଗିଲା। ପ୍ରଥମେ ପତି ଫୋନ୍ କରି କହିଲା, ତାପରେ ପ୍ରଦୀପ ଫୋନ୍ କରି କହିଲା, ମୁଁ ତାର ନାଁଟା ଟିକେ ମନେ ପକେଇବ କିନ୍ତୁ ଫେସ୍ ମୋର ଟିକା ପଡ଼ିଲା। କେମିତି ପିଲା କ'ଣ ସବୁ ପଢ଼ିଗଲେଣି, କିଏ କେମିତି ଦେଖା ହେଉଥିବ, ଗଲେ ଦେଖା ହେବେ, ବହୁତ ଖୁସି ଲାଗିଲା। ଯାହା ମୁଁ ଏତିକି କହିବି, ସମସ୍ତଙ୍କର ଜନପଦ କୁସ୍ମିତ ହଉ। ଜଗନ୍ନାଥ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି ତାଙ୍କର ଉଜ୍ଜଳ ଭବିଷ୍ୟତ दास पूर्वतन बा प्राक्तन असिस्टेंट टीचर बिराना सहयोग हाई स्कूल जो केबे हेई नथिला बंधु मिलन कार्यक्रम जो 2010 मसीहार पिला माने बंधु मिलन कले से तांको अपन को वार्ता एवं आगामी पीढ़ी को पई अपन को वार्ता ए जो 2010 मसीहार जो प्राक्तन छात्र माने ए जो नियारा कार्यक्रम एठार अनुष्ठित करेले सेति पई छात्र मानक मु अजस्र आशीर्वाद दउछि, धन्यवाद दउछि एवं तांकरी पृष्ठपोषकतार आनुकूल्य जो कार्यक्रम है ये गोटे वार्ता समाज को गला गुरु एवं छात्रंकर जो संबंध एवं संपर्क बाबद एक महत्वपूर्ण वार्ता समाज को आज एवं सेमानकर जो आचार विचार व्यवहार आंभ मान को खूब खुशी देइछि। आमे जगन्नाथ पाखरे प्रार्थना करुछु से 2010 मसीहार छात्र मानकर भविष्य जीवन मंगलमय हो, आनंदमय हो एवं से माने एक निरोग निरामय जीवन यापन करंतु एति मोर कामना। मु दिलीप कुमार नायक, मो घरटा हूँ आखनवणी पाखरे आउ मु 2007 मसीह विद्यालय जोग देइथिली आ 2011 मु ट्रांसफर हो जाइथिली शहीदनगर हाई स्कूल। जो 2010 मसीहा जो पिला माने गेट टुगेदर कले से कोन करे छै 2010 मसीहार जो छात्र मान थिले तांको तो हम छात्र कहूँ, छात्र संगे संगे आम पुओ भली से थिले आम तांको भीतर जो संपर्क थिला अनाविड़ संपर्क से संपर्क से जानी से भव्य आडंबर पूर्ण सभाटी डकई जहाँफल शिक्षक शिक्षयित्री मानक एकत्रित कर आज सभाटी आयोजन कर।
ଯେଉଁମାନେ ଦେଖୁଛନ୍ତି ଆମ ମିଡ଼ିଆ ମାଧ୍ୟମରେ ଯେଉଁମାନେ ଦେଖୁଛନ୍ତି ଛାତ୍ରଛାତ୍ରୀ ସେମାନଙ୍କୁ ଆପଣ କ'ଣ ଉପଦେଶ ଦେବେ? ସେମାନଙ୍କର ଉପଦେଶ ଯେତେବେଳେ ଏଇ ସାର୍ମାନେ ଭାଷଣ ଦେଉଥିଲେ ଆପଣ ଥିଲେ ଯେ ଯେପର୍ଯ୍ୟନ୍ତ ଆମେ ଶୃଙ୍ଖଳିତ ନ ହୋଇଛୁ ଏବଂ ଶୃଙ୍ଖଳିତ ଜୀବନଯାପନ ନ କରୁଛୁ ତେଣୁ ଗୋଟିଏ ଭବିଷ୍ୟତ ଗଢ଼ିବା ବହୁତ କଷ୍ଟକର। ତେଣୁ ନିଜକୁ ନିଜେ ଶୃଙ୍ଖଳିତ ହେବା ସଙ୍ଗେ ସମାଜକୁ ଶୃଙ୍ଖଳିତ କରି ନିଜର ଭବିଷ୍ୟତ ଗଠନ କରିବା ପାଇଁ ମୁଁ ଏ ଆଜିର ଛାତ୍ର ସମାଜକୁ ଅନୁରୋଧ କରିବି। କ'ଣ ସ୍ମୃତି କହିବେ ଗୋଟେ 2010ରେ କ'ଣ ସ୍ମୃତି ତ ହସ ଲାଗିବ କହିନେ। ଗୋଟେ କହିବେ? ମୁଁ ଏ ଷ୍ଟାଫ୍ମାନଙ୍କୁ କେବଳ ସୁଭାଷ ସାର୍ ଆଉ ଇଏ ଆମର ନାରାୟଣ ସାର୍ ଏଇମାନଙ୍କୁ ନେଇ ସ୍ମୃତି କହିବି। ବହୁତ ସ୍ମୃତି ଅଛି এই ବିଦ୍ୟାଳୟରେ ଯେତେବେଳେ ଆମେ ପ୍ରଥମେ କ୍ରୀଡ଼ା ଉତ୍ସବ କରିଥିଲୁ ସେଇ ସ୍ମୃତିରେ ଯେଉଁ ପେଣ୍ଡାଲଟି ଆମେ ଛିଡ଼ା ହେଇଛୁ ସେଇ ପେଣ୍ଡାଲରେ ମୁଁ ଏତେ ଜଣ ଅତିଥିଙ୍କୁ ପାଇଥିଲି। ଯେଉଁମାନଙ୍କୁ ଡାକିଲି ସେମାନେ ପଳେଇ ଆସିଲେ ସମସ୍ତେ। ମୁଁ ଆଶା କରିନଥିଲି ଯେ ଏତେ ଆସିବେ ବୋଲି। এই অয়ন বা এই ছাত্রମାନେ ଅଛନ୍ତି ସେମାନେ ଏତେ ସହଯୋଗ କଲେ ଯେ ସେ ସଭାଟି ସାରା ଜିଲ୍ଲାରେ ପରିପ୍ରକାଶ ସଭା ସଙ୍ଗେ ସଙ୍ଗେ ଏବଂ ସେଟା ପରିଚର୍ଯାର ବିଷୟ ହୋଇଥିଲା। ମୁଁ ମଧୁଲିତା ବେହେରା 2008ରୁ ଆସିଥିଲି ପିଲଣା ସହଯୋଗ ହାଇସ୍କୁଲରେ ଜଏନ୍ କରିଥିଲି। 2016ରେ ମୁଁ ଭକ୍ତକବି ମଧୁସୂଦନ ଦାସ ହାଇସ୍କୁଲକୁ ଭୁବନେଶ୍ୱରରୁ ଟ୍ରାନ୍ସଫର୍ ହୋଇ ପଳାଇଥିଲି। ସେମାନେ ମୋତେ ଯେତେବେଳେ ଫୋନ୍ କଲେ ମୁଁ ବହୁତ ଖୁସି ଲାଗିଲା ଆଉ ସେମାନଙ୍କ ସହିତ ଆସି ମିଶି ବହୁତ ପୁରୁଣା ସ୍ମୃତି ମନେ ପଡ଼ିଲା ଏବଂ ସେମାନଙ୍କୁ ମୋ ତରଫରୁ ବହୁତ ଶୁଭେଚ୍ଛା ଅଭିନନ୍ଦନ ଆଉ ଆଶୀର୍ବାଦ। ଆଉ ସେମାନେ ଗୋଟେ ଅନ୍ୟ ବ୍ୟାଚ୍ ପାଇଁ ଆଗାମୀ ପିଢ଼ି ପାଇଁ ଇନ୍ସପିରେସନ୍। ଆଉ ସେମାନେ ଥିଲେ ବହୁତ ଡିସିପ୍ଲିନ୍ ବ୍ୟାଚ୍। ଆଉ ସେମାନେ ଏଇ ବିଲଣା ସହଯୋଗର ପ୍ରଥମ ଫାର୍ଷ୍ଟ ଟାଇମ୍ ଏଭଳି ଗୋଟେ ଆୟୋଜନ କରିଛନ୍ତି। ତେଣୁ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। Breaking news.